ସମବେଦନା ଜଣାଇବା ପାଇଁ ଯଦି କେହି ନ ମିଳିଲେ ତାର ମୁଖ୍ୟ କହିଲୁନି ମୁଁ କୋଳରେ ବସି ଗେଲ କରି ତାକୁ ନ ବୁଝି ଦେଇଥାନ୍ତି। ଆପଣ ଜଣେ ବୈଜ୍ଞାନିକ ବ୍ୟକ୍ତି ଏମିତି ନିମ୍ନ ଧରଣର କଥା କହିପାରୁଛନ୍ତି କେମିତି? ଆପଣଙ୍କ ଶ୍ୱଶୁର ଏମିତି କଥା କହିବା ପାଇଁ ଆପଣ ବିବେକ ଟିକେ ଆପଣ କଥା କହୁନି। ମହାରାଣୀ ସବୁବେଳେ ସତ କହେ। ତୁଟା ବହୁ ନୁହଁ, ତୁଟେ ବେଶ୍ୟା, ତୁଟେ ଭାରଙ୍ଗନା। ଆରେ ଗୋଟେ ସ୍ୱାମୀକୁ ଭାଇ ତାର ମନ ଶାନ୍ତି ହେଲାନି ଯେ ଆଉ ଗୋଟେ ରସିକକୁ ଧରି ଆଣି ଏଠି ରାସ ଲୀଳା ଚଳେ। ଆପଣ ବାରମ୍ବାର ମୋ ଚରିତ୍ରକୁ ଆକ୍ଷେପ କରୁଛନ୍ତି। ଆପଣ ଜଣେ ବୈଜ୍ଞାନିକ ବ୍ୟକ୍ତି ବୋଲି ମୁଁ ଆପଣଙ୍କ କଥା ଚୁପଚାପ ଏଠି ଠିଆ ହେଇ ଶୁଣୁଛି। ଆଉ ତାର ହେଲେ କଣ କରିବୁ? କଣ କରିବୁ ତୁ? ତମ ପତ୍ରମୁଖ କରିବା ପାଇଁ ମତେ 50 ମିନିଟ୍ ବି ଲାଗିବ। କଣ କହିଲୁ? ମୋ ଭଦ୍ରମୁଖ ତୁ ବୋଲି ହଁ କରିଦେବି। ତମ ଚରିତ୍ର ବିଷୟରେ ପ୍ରାୟ ଏରିଆରେ ସମସ୍ତଙ୍କୁ ଜଣା। ତମେ କରୁଥିବା ଅସାମାଜିକ କାମ ସବୁ ଏରିଆରେ ପ୍ରାୟ ସମସ୍ତଙ୍କୁ ଜଣା। ତା ଛଡା ତମେ କଲ୍ ଗାର୍ଲ ସହ ଘୋଡ଼ା ନିଶା କାରବାର ମଧ୍ୟ କରୁଛ। How dare you? ମୋ ଘର ଭିତରେ ଠିଆ ହେଇ ମୋ ଆଖି ସାମ୍ନାରେ ମୋ ଶ୍ୱଶୁରଙ୍କୁ ଅସମ୍ମାନ କରିବା ପାଇଁ ତମେ କିଏ? ରୋଷେଇ ଏ ଆମ ସମ୍ପର୍କ ନେଇ ଏମିତି ଅସମ୍ମାନ କଥା କହୁଛ? ଆଉ କିଛି ସମୟ ଦେବା ଦରକାର ନାହିଁ। ଯେତେ ଶୀଘ୍ର ପରିଚୟ କରୁଛି ରୋଷେଇ ମୋ କଥା ଟିକେ ଶୁଣ। ରୋଷେଇ ଆରେ ଚାଲି ଯାଅ ଏଠୁ। ଡ୍ରାମା ବନ୍ଦ କର। ଦି ଜଣ ସେ ଡ୍ରାମା ବନ୍ଦ କର। ଏଠି ଏତେ ପାଲା ଲଗେଇ ଇଏ କଣ ଚୁପଚାପ ଏଠୁ ଚାଲିବ? ନାଇଁ, ଚ୍ୟାଲେଞ୍ଜ କରିବାର ଦୁଃସାହସ ତୁ କରିଛୁ। ଏବେ ଦେଖ ମୁଁ ତ ଅବସ୍ଥା କଣ କରୁଛି ଦେଖ। हेलो टाउन पुलिस स्टेशन। यस सर। सर मो घरे बसी जन दुर्बृत्त मो बोह को अटेम्प्ट टू रेप करने पे चेष्टा करथुला। सर मो राघव बलवंत राय कहूची इमीडिएट आपण मो घर पासंतु सर कोई जातु ଆପଣ ଏତେ ବଡ଼ ମିଛ କଥା କହିପାରିଲେ? पॉलिटिशियन राजनेता टोटाल मिथ्याकु सत्ୟରେ ପରିଣତ କରି ଜନତା ଜନାର୍ଦ୍ଦନଙ୍କ ଆଗରେ ଧୋଇବା ହେଲା ମୋ କାମ। ଆରେ ସେଇଥିପାଇଁ ମୁଁ ପୁରା ରାଜନୀତି କରୁଛି। ଆଉ ତୁ ଭଲ ଭାବରେ ଜାଣିଛୁ ମୁଁ ବି ଅନେକ ଦିନ ହେଲା ରାଜନୀତି କରୁଛି। ମୁଁ ଆପଣଙ୍କର ଏଇ ନିଜ ଅଭିଯୋଗ କେବେ ପ୍ରଚାର କରିପାରିବିନି, କେବେ ମାନିପାରିବିନି। ମୁଁ ତୁ ପାରିବା ପାଇଁ ବାଧ୍ୟ। କାରଣ ଏ ପାରିବା ନ ପାରିବା ଉପରେ ତୁ ଆଉ ତୋ ସ୍ୱାମୀର ଭବିଷ୍ୟତ ନିର୍ଭର କରୁଛି।